ଆମମାନଙ୍କ ଜୀବନକୁ ସରସ ସୁନ୍ଦର ଯଦି ଆମେ ଗଢ଼ି ତୋଳିବା ତାହେଲେ ମା' ବାପାଙ୍କର ଆଶୀର୍ବାଦ ଆମର ଏକାନ୍ତ କାମ। ଜୀବନକୁ ସରସ ସୁନ୍ଦର ଆମର ହେଇପାରିବ। ସେଥିଲାଗି ସମସ୍ତେ ଆଜ୍ଞା ମା'ମାନଙ୍କ ପାଇଁ ପଦେ ପଦେ କହୁଛନ୍ତି, କିନ୍ତୁ ପିତା କେବେ ଆମକୁ କୁହନ୍ତି ନାହିଁ। ଚାଲନ୍ତୁ ପିତାଙ୍କ ଉଦ୍ଦେଶ୍ୟରେ ବା ବାପାଙ୍କ ଉଦ୍ଦେଶ୍ୟରେ ପଦେ କଥା ହେବା, ଆଲୋଚନା କରିବା ବା ଶୁଣିବା। ପିତା ହେଉଛନ୍ତି ଆମମାନଙ୍କର ଖାଦ୍ୟ, ବସ୍ତ୍ର ଏବଂ ଘର ବା ବାସଗୃହ। ଆଉ ପିତା ହେଉଛନ୍ତି ପିଲାମାନଙ୍କର ଆଜ୍ଞା ଭବିଷ୍ୟତ। ଆଉ ପିତା ହେଉଛନ୍ତି ମା'ର ଟିକିଲି, ଚୁଡ଼ି, ସୁହାଗ ଏବଂ ସିନ୍ଦୁର। ଯଦି ଏ ସବୁର ମୂଲ୍ୟ ରହିଛି, ଯଦି ଆମମାନଙ୍କ ପାଖରେ ଆମ ବାପା ଏବଂ ମା' ରହୁଛନ୍ତି, ତା'ର ମୂଲ୍ୟ ଆଜ୍ଞା ବହୁତ ବଢ଼ିଯାଉଛି। ଯଦି ଏଟିଏମ୍ ରୂପୀ ବାପା ଯଦି ଆମ ପାଖରେ ସେ ହେଉଛନ୍ତି ଆମର ବ୍ୟାଙ୍କ ବା ଆମର ଏଟିଏମ୍। ଯେମିତି ଏଟିଏମ୍ରେ ଆମେ ମେସିନ୍ରେ ପୁରେଇ ଦେଉଛେ ଆଜ୍ଞା କାର୍ଡ଼ଟି, ପଇସା ଖଳଖଳ କରି ବାହାରି ଯାଉଛି, ସେ ହେଉଛନ୍ତି ବାପା। ବାପାଙ୍କର ସୁଖ ସଂସାରରେ ସୁଖ କେହି ଦେବେନି ଆଜ୍ଞା ମା' ବାପାଙ୍କ। ସେଇ ସାରା ସଂସାର ଯେତେବେଳେ ଭାଇ ଭଉଣୀକୁ ମୋର ଅନୁରୋଧ ରହିଲା, ସମସ୍ତଙ୍କୁ ମୋର ଭଲ ପାଇବା ସ୍ନେହ ଶ୍ରଦ୍ଧାରେ ମା' ବାପାଙ୍କୁ ବାନ୍ଧି ରଖନ୍ତୁ ଆଜ୍ଞା। ହେଟା ଆଦର କରନ୍ତୁ ନାହିଁ। ସ୍ନେହ ଶ୍ରଦ୍ଧାରେ ଭଲ ପାଇବାରେ ଜୀବନ ସୁଖମୟ ସରସ ସୁନ୍ଦର ବାପାଙ୍କର ହେବ ଏବଂ ତାଙ୍କ ଆଶୀର୍ବାଦ ଟିକକ ଆମର ଏକାନ୍ତ କାମ ବା ଏ ଭବିଷ୍ୟତରେ ଏହା ଆଶୀର୍ବାଦ ସ୍ୱରୂପ ରହିବ। ପିଲାମାନଙ୍କୁ ପୁଅ ଝିଅ ଭଳି ପାଳନ କରନ୍ତୁ। ତାଙ୍କ ଆଶୀର୍ବାଦ ଆମ ଜୀବନ ସରସ ସୁନ୍ଦର ହେବ ଏବଂ ଆମ ପିଲାମାନଙ୍କର ଯଦି ପୁତ୍ ନାମକ ନର୍କରୁ ଆମେ ଉଦ୍ଧାର କରିପାରିବା ମା' ବାପାଙ୍କୁ, ଆମର ଜୀବନ ସାର୍ଥକ ହେବ, ମା' ବାପାଙ୍କ ଜୀବନ ସୁଖମୟ ହୋଇଯିବ। ସେଥିଲାଗି ସବୁବେଳେ ଆଜ୍ଞା ଆମେ ମା' ବାପାଙ୍କୁ କହିବା, ପିତାମାତା କଲ୍ୟାଣରୁ ପୁତ୍ର ହୁଏ ସୁଖୀ, ଯେଉଁ ପୁତ୍ର ସୁଖୀ ହୁଏ କୁଳପାଳ ରଖି। ସଦାସର୍ବଦା ମା' ବାପାଙ୍କ ଚରଣରେ ଅନନ୍ତ କୋଟି ପ୍ରଣାମ। ସବୁ ଭାଇ ଭଉଣୀମାନଙ୍କୁ ମୋର ରହିଲା, ଭାଇ ଭଉଣୀମାନେ ମା' ବାପାଙ୍କୁ ସ୍ନେହ କରନ୍ତୁ, ଶ୍ରଦ୍ଧା କରନ୍ତୁ, ଭଲ ପାଇବା ଦିଅନ୍ତୁ। ଆମର ଜୀବନ ସୁଖମୟ ହୋଇଯିବ, ସୁଖମୟ ହୋଇଯିବ।